राजनीति रे समस्ते असंतुष्ट कहले नितिन गडकरी। राजनीति हेउची असंतुष्ट लोकमानक सागर ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଅସନ୍ତୁଷ୍ଟ ଏବଂ ବର୍ତ୍ତମାନର ପଦଠାରୁ ଉଚ୍ଚ ପଦ ପାଇଁ ଇଚ୍ଛା କରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସୋମବାର କହିଛନ୍ତି। 50 ଗୋଲ୍ଡେନ୍ ରୁଲ୍ ଅଫ୍ ଲାଇଫ୍ ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ ଗଡକରୀ କହିଛନ୍ତି ଯେ ରାଜନୀତିରେ ସମସ୍ତେ ଅସନ୍ତୁଷ୍ଟ। ଯିଏ ଏବେ କାଉନସିଲର ଅଛି ସେ ଏଥିପାଇଁ ଅସନ୍ତୁଷ୍ଟ ଯେ ସେ ବିଧାୟକ ହୋଇପାରୁନାହିଁ। ସେହିପରି ଯିଏ ବିଧାୟକ ଅଛି ସେ ମନ୍ତ୍ରୀ ହେବାକୁ ଚାହୁଁଛି। ସେ କହିଛନ୍ତି ଯେ ଜୀବନ ହେଉଛି ବୁଝାମଣା, ବାଧ୍ୟତାମୂଳକତା, ସୀମିତତା ଓ ବିରୋଧାଭାସର ଖେଳ। ଗଡକରୀ କହିଛନ୍ତି ଯେ ଜଣେ ପାରିବାରିକ, ସାମାଜିକ, ରାଜନୈତିକ କିମ୍ବା କର୍ପୋରେଟ୍ ଜୀବନରେ ଥାଉ ଜୀବନ ଆହ୍ୱାନ ଏବଂ ସମସ୍ୟାରେ ପରିପୂର୍ଣ୍ଣ ଏବଂ ତାହାର ମୁକାବିଲା କରିବା ପାଇଁ ବଞ୍ଚିବାର କଳାକୁ ବୁଝିବା ଉଚିତ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଥିବା ବେଳେ ଗଡକରୀ ଏଭଳି ବୟାନ ଦେଇଛନ୍ତି। ଦେବେନ୍ଦ୍ର ଫଡନାଭିସ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ବିଶ୍ୱାସ କରନ୍ତି। ସେହିପରି ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ମହାରାଷ୍ଟ୍ରରେ ମଧ୍ୟ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି କିଛି ଲୋକ ଅନୁମାନ କରୁଛନ୍ତି। ଏହିପରି ଖବର ପାଇବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ।